ଆଉ ଥରେ ଅପରାଜିତା କହୁଛନ୍ତି ବିଜେପି ବାଲା କେଜାଣି ମୁଁ କହିପାରିବିନି କିନ୍ତୁ ମତେ ଆଗୁଆ ଜଣା ପଡିଲାଣି ମୋ ସାନ ପୁଅ ମନ୍ମଥ ରାଉତରା ଏକଦମ କେତେ ଭୋଟ ଏକଥର ପା ଭାବେ କେତେ ଭୋଟ ମୁଁ ସେମିତି କାଉଣ୍ଟ କରିପାରୁନି ଜିତିବା ସୁନିଶ୍ଚିତ। ଏ ଯୋଉ ସୁର ଭାଇଙ୍କ ପାର୍ଟିରୁ ଖାଲି ମନ୍ମଥର ନାଁ ଉଠୁଛି, ସିଦ୍ଧାର୍ଥ ରାଉତରାୟଙ୍କ ସବୁଦିନ ସିଦ୍ଧାର୍ଥ କାଲିଠୁ ରେଡି ହେଇଗଲାଣି। ଏ ଯୋଉ ଦାସ ଥିଲେ ମନ୍ତ୍ରୀ ସମୀର ଦାସ ସେ ବିଜେପିରେ ଜଏନ କରିବା ଦ୍ୱାରା ଯେତକ ଥିଲେ ମତେ ଦେଖା କରି କଂଗ୍ରେସରେ ଥିଲେ ଓ ଏଠେଇ ଥିଲେ ଓ ଇଏ ବିଜେଡିରେ ଥିଲେ ଦାସ ସାଥିରେ ଥିଲେ ସବୁ ଦେଖା କରି କାଲି 700 ଲୋକ ସିଦ୍ଧାର୍ଥ ରାଉତରାୟଙ୍କୁ ସପୋର୍ଟ କରି ଚାରିଆଡେ ଯାଇ ଆଲୋଚନା କରୁଛନ୍ତି, ମୋଟିଭେସନ କରୁଛନ୍ତି, ପ୍ରଚାର କରୁଛନ୍ତି। ଆହୁରି ଇଏ ଯେମିତି 25 ସରିଯିବ ଏପଟ ଜୋନ୍ 1ରେ ତାଙ୍କ ଭୋଟ ଅଛି, ଆହୁରି ଜୋରରେ ବନ୍ୟା ଭଳିଆ ସିଦ୍ଧାର୍ଥର ଇମେଜ ବଢିବ, ଭୋଟ ପାଇବ ବୋଲି ମୁଁ ବିଶ୍ୱାସ। ନିମାପଡା କଣ ଜିତିଯିବେ? ହଁ ତାହେଲେ ବିଜେପି ହାରିଯିବେ ନିମାପଡା? ସେଠେଇ ଜଣା ପଡିଯାଉଛି ସିଦ୍ଧାର୍ଥ ଜିତିଯିବ। ତାହେଲେ କଂଗ୍ରେସ ଜିତିଗଲା ଆଉ। ହଁ।